ଆଧୁନିକ କବିତା ଉପରେ ମୋର ସମାଲୋଚନା କରିବାକୁ ଭାରି ଆଗ୍ରହ। କାରଣ ଆଧୁନିକ କବିତା ଦୁର୍ବୋଧ୍ୟ, ବୌଦ୍ଧିକ, ସହଜରେ ବୁଝି ହୁଏ ନାହିଁ। ପାଠକର ଅଭିଯୋଗ ହୁଏ ଯେ ସାଥୀ ବହିରେ ଯାହା ଅର୍ଥ କରାଯାଏ ତାହା ସଠିକ୍ ଅର୍ଥ ନୁହେଁ, ଭୁଲ୍ ଭାଲ୍ ଅର୍ଥ। ଏବଂ ମୋର 34 ବର୍ଷର ଓଡ଼ିଆ ଅଧ୍ୟାପକ ଚାକିରି ମଧ୍ୟରେ ସାହିତ୍ୟର ଯଦି ଗୋଟିଏ ବିଷୟ ମୁଁ ପଢ଼ିକି ଆନନ୍ଦ ପାଇଥାଏ, ଆନନ୍ଦିତ ହୋଇଥାଏ ଏବଂ ପିଲାଙ୍କୁ ଆନନ୍ଦିତ କରାଇଥାଏ ଶ୍ରେଣୀକକ୍ଷରେ, ତାହା ହେଉଛି ଆଧୁନିକ ଓଡ଼ିଆ କବିତା। 34 ବର୍ଷର ଚାକିରି କାଳ ମୋର ସରିଯାଇଛି। ବର୍ତ୍ତମାନ ମୁଁ ଏକ ଅବସରପ୍ରାପ୍ତ ଘରୋଇ ବ୍ୟକ୍ତି। ସଚ୍ଚିଦାନନ୍ଦ ରାଉତରାୟଙ୍କର ଏକ ସନ୍ଧ୍ୟା ଶେଷେ କବିତା, ଯାହାକି ଦିନେ DAV କଲେଜ ଟିଟିଲାଗଡ଼ରେ ଓଡ଼ିଆ ଅଧ୍ୟାପକ ଥିବା ସମୟରେ, ସେତେବେଳେ DAV କଲେଜଟି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ଅଧୀନରେ ଥାଏ। ସେହି କଲେଜରେ ସଂସ୍କୃତ କବିତାଟି ଓଡ଼ିଆ ଅନର୍ସ ପାଠ୍ୟକ୍ରମରେ ଥିଲା। ସଚ୍ଚି ରାଉତରାୟ ଅତ୍ୟାଧୁନିକ ଓଡ଼ିଆ କବିତାର ଜନକ। ସେ ପଲ୍ଲୀଶ୍ରୀ ଭଳି ସରଳ ସହଜ କବିତା ଯେମିତି ଲେଖିଛନ୍ତି, ସେମିତି ଏକ ସନ୍ଧ୍ୟା ଶେଷେ କବିତା ଭଳି ମଧ୍ୟ ବୌଦ୍ଧିକ ଦୁର୍ବୋଧ୍ୟ କ୍ଳିଷ୍ଟକର କବିତା ମଧ୍ୟ ରଚନା କରିଛନ୍ତି ଗଦ୍ୟ ଛନ୍ଦରେ। ସଚ୍ଚି ରାଉତରାୟ ହେଉଛନ୍ତି ଅତ୍ୟାଧୁନିକ ଓଡ଼ିଆ କବିତାର ଜନକ। ତେଣୁ ସେହି କବିତା ଉପରେ ଏକ ଲିଖିତ ଆଲୋଚନା ବହୁ ଦିନରୁ ଥିଲା, ଖୋଜୁ ଖୋଜୁ ପାଇଲି ଏବଂ ଲେଖା ମାଧ୍ୟମରେ ମୁଁ କବିତାର ଆଲୋଚନା କରିବାକୁ ଭଲ ପାଏ। କାରଣ ମୋର ଭାବ ସିଷ୍ଟମେଟିକ୍ ହେବ, ଶୃଙ୍ଖଳିତ ହେବ, କ୍ରମାନ୍ୱୟିକ ହେବ। ଯାହା ଚାହୁଁଛି ତାହା ସୁଚିନ୍ତିତ ଉପାୟରେ ପ୍ରକାଶ କରିପାରିବି। କଥା କହିଲା ବେଳେ ଭୁଲ ଭ୍ରାନ୍ତି ହେଇଯିବ, କିଛି କହିବି, କିଛି କହିପାରିବି ନାହିଁ, ଛାଡ଼ିଯିବି। ସେଥିପାଇଁ ଲେଖିକି ଆଲୋଚନା କରିବାକୁ ବହୁତ ଭଲ ପାଏ। ଏହାର ଅର୍ଥ ନୁହେଁ ଯେ ମୁଁ ଏଇ ଯେଉଁ ଲେଖାଟିକୁ କେଉଁଠୁ କପି କରିଛି, ସେମିତି ଶ୍ରୋତାମାନେ ଯେମିତି ନ ଭାବନ୍ତି। ତେବେ ଆଉ ଅଧିକ କଥା ନ କହି ଶୀର୍ଷକ ଆଧୁନିକ କବିତା ସମ୍ପର୍କରେ ଯେଉଁ ଲେଖାଟି ଲେଖିଛି, ତାର ନାମ ସହରୀ ସନ୍ଧ୍ୟାର କବିତା ଏକ ସନ୍ଧ୍ୟା ଶେଷେ। ସାହିତ୍ୟ ଏକ ବର୍ଣ୍ଣନାଧର୍ମୀ ରଚନା। ବର୍ଣ୍ଣନା ଦେଇ ସାହିତ୍ୟରେ ଜୀବନର ଭାବ୍ୟଚିତ୍ର ମୂର୍ତ୍ତିବନ୍ତ ରୂପଲାଭ କରିଥାଏ। ଚିତ୍ରଶିଳ୍ପୀ ଜୀବନର ଚିତ୍ର ଆଙ୍କେ, ଲେଖକ ଜୀବନର ଚିତ୍ରକୁ ଲେଖେ। ତାର ଏହି ଲେଖିବା ହେଉଛି ବର୍ଣ୍ଣନା। ସମୟର ବିବର୍ତ୍ତନିକ ଗତିଶୀଳତାରେ ସକାଳ ଦିନ ଦେଇ ସନ୍ଧ୍ୟାରେ ଯାଇ ପହଞ୍ଚେ, ଆଉ ସନ୍ଧ୍ୟା ରାତ୍ରିକୁ ଧରାରେ ଆଣେ। ସନ୍ଧ୍ୟା ରାତ୍ରିର ପୂର୍ବରାଗ। ସନ୍ଧ୍ୟା ଜୀବନ ପାଇଁ ଏକ ବିଶ୍ରାମ ନେବାର ପ୍ରସ୍ତୁତି ପର୍ବ। ଏହାପରେ ଯାଇ ମଣିଷ ବିଛଣାରେ ଶୋଇବ, ଜୀବନକୁ ସାମୟିକ ମୃତ୍ୟୁ ଦେଇ, ଶରୀରର କ୍ଳାନ୍ତିକୁ ଅପନୋଦନ କରିବା ନିମିତ୍ତ। ସନ୍ଧ୍ୟାର ବିବିଧ ବର୍ଣ୍ଣନା ସାହିତ୍ୟର ଗଦ୍ୟ ଏବଂ ପଦ୍ୟ ରଚନାରେ ରହିଥିବାର ଦେଖାଯାଏ। ଲେଖକର ଲେଖକୀୟ ଦକ୍ଷତା, ସାମର୍ଥ୍ୟ, ବୌଦ୍ଧିକ କାରିଗରୀକୁ ନେଇ ସନ୍ଧ୍ୟାର ବର୍ଣ୍ଣନା କୋଉଠି ସହଜରେ ପଢ଼ି ବୁଝି ହେଉଥିବା ବେଳେ ଅନ୍ୟତ୍ର ଜଟିଳ ବର୍ଣ୍ଣନା ଥିବାରୁ ବୁଝି ହୋଇ ନଥାଏ। ଜଟିଳ ବର୍ଣ୍ଣନା ହେଉଛି ରଚନାର ବୌଦ୍ଧିକତା। ପଦ୍ମଶ୍ରୀ ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ କବିତା ହେଉଛି ଏକ ସନ୍ଧ୍ୟା ଶେଷେ। ଏହା ଏକ ଅତ୍ୟାଧୁନିକ ବୌଦ୍ଧିକ ଚିନ୍ତା ସମନ୍ୱିତ ସୁନ୍ଦର କବିତା। ପାଠରେ ମୁଁ ଏହି କବିତାକୁ BA ଓଡ଼ିଆ ଅନର୍ସ ଶ୍ରେଣୀରେ ଏକଦା 1983ରୁ 1985 ମସିହାରେ ଟିଟିଲାଗଡ଼ରେ ପଢ଼ିଥିଲି। ସେଥିପାଇଁ ଏହି କବିତାର ସମୀକ୍ଷା ଲେଖିବାକୁ ମନରେ ଆଗ୍ରହୀ ହେଲି। ଭଲ ଏବଂ ସ୍ମରଣୀୟ, ମନେ ରଖିବା ଭଳି କବିତା। ଏହି କବିତାରେ ସହରର ସାୟଂକାଳୀନ ଦୃଶ୍ୟରାଜିକୁ ଏକାନ୍ତ ବୁଦ୍ଧିଦୀପ୍ତ ରୀତିରେ ଦର୍ଶାଇ ଅଛନ୍ତି। ଯେଉଁ ସଚ୍ଚି ରାଉତରାୟ ତଦୀୟ ଛୋଟ ମୋର ଗାଁଟି କବିତାରେ କହିଛନ୍ତି,
ସନ୍ଧ୍ୟାର ସାମାନ୍ୟ ଝଲକ ଦେଇକି ଯେ ଆଲୁଅ ତାର କିମନୋହର ଅନ୍ଧକାର ତାଠାରୁ ଭଲ ଜୀବନ ପଥେ ସକଳତାର ଫିଟାଏ ନୂଆ ରାହାଟି। ସେହି କବି ସଂସ୍କୃତ କବିତାରେ ସନ୍ଧ୍ୟା ଚିତ୍ରର ଏକ ବୁଦ୍ଧିଦୀପ୍ତ ବର୍ଣ୍ଣନା ଦେବାରେ ମାନସିକ ସୂକ୍ଷ୍ମ ସୌନ୍ଦର୍ଯ୍ୟକୁ ପ୍ରକାଶିବା ଭିତରେ ପାଠକୀୟ ବୁଦ୍ଧିର ସୁଷ୍ଠୁ ବୁଝାମଣାର ଦାବିଦାର ହୋଇଛନ୍ତି। ପରୋକ୍ଷରେ ସନ୍ଧ୍ୟା ସମୟରେ କବି ବୁଲୁଛନ୍ତି, କବିତା ରଚନା କରିବାର ମନୋଭାବକୁ ପ୍ରସ୍ତୁତ କରିଛନ୍ତି, ଆଉ କବିତାରେ ସେହି ବିଶେଷତ୍ୱଟିକକୁ ରଖିଦେଇଛନ୍ତି ଶାଶ୍ୱତ କରି। ପଲ୍ଲୀଶ୍ରୀର ପଲ୍ଲୀ ସଞ୍ଜ କବିତାଠାରୁ ଏଇଟି ନିଆରା। ସେଥିରେ ପଲ୍ଲୀର ଦୃଶ୍ୟ ଥିବାବେଳେ ଏଥିରେ ସହରୀୟ ଦୃଶ୍ୟ ବୁଦ୍ଧିଦୀପ୍ତ ଉପାୟରେ ଅଛି। ଆଧୁନିକ କବିତାର ଲକ୍ଷଣ ଉପାଦାନକୁ ଆଧାର କରି କବିଙ୍କ ଭାଷାରେ ଆଧୁନିକ ସନ୍ଧ୍ୟାର ବର୍ଣ୍ଣନା। ସନ୍ଧ୍ୟାର ଚମ୍ପକ ଜ୍ୟୋତ୍ସ୍ନା ଝରିପଡ଼େ ପୃଥିବୀରେ, ଗଛ ପତ୍ରେ, ଘାସରେ, ଫୁଲରେ, ଆଉ ଏଇ କାନ୍ଥ ବାଡ଼େ ସିନେମା ପୋଷ୍ଟରେ, ଅଭିନେତ୍ରୀ ଗାଲେ। ସନ୍ଧ୍ୟାର ସାୟଂକାଳର ଚମ୍ପା ଫୁଲ ଭଳି ହଳଦିଆ ରଙ୍ଗର ବର୍ଣ୍ଣନା। ଦିନ ରାତିର ମିଳନ। ସନ୍ଧ୍ୟା ପ୍ରକୃତିର ସର୍ବତ୍ର ଅର୍ଥାତ୍ ଗଛ, ପତ୍ର, ଘାସ, ଫୁଲରେ ସୂର୍ଯ୍ୟଙ୍କର ମହଳନ ମ୍ଳାନ କିରଣ ଅନ୍ଧାରକୁ ଆଣି ପତିତ ହୋଇଛି। ସିନେମା ପୋଷ୍ଟରେ, ଅଭିନେତ୍ରୀ ଗାଲରେ ବି ପଡ଼ିଛି। ମାନେ ସନ୍ଧ୍ୟା ହୋଇଗଲେ ଲୋକମାନେ, ସହରୀୟ ଅଧିବାସୀଗଣ ସିନେମା ଦେଖିବାକୁ ସିନେମା ହଲ୍କୁ, ଅଭିନେତା ଅଭିନେତ୍ରୀଗଣଙ୍କର ଅଭିନୟ ଦେଖିବାକୁ ଦଳ ଦଳ ହୋଇ ବାହାରି ଯାଆନ୍ତି। ଅବସର ବିନୋଦନ କରିବା ଭିତରେ ଶ୍ରମ ଲାଘବ କରିବାର ଆଶାକୁ ନେଇ। ଜୀବନରେ ମଉଜ ମସ୍ତି ଆନନ୍ଦ ଉପଭୋଗ ନଥିଲେ ଜୀବନର ମାନେ କିଛି ନଥାଏ, ମୂଲ୍ୟ ରହେନା। ସେ ଲାଗି ଲୋକେ ପ୍ରମୋଦ କର ଦେଇ ସିନେମା, ନାଟକ, ଥିଏଟର ଦେଖନ୍ତି। ଯେହେତୁ ମଣିଷ ଏକ ଆମୋଦପ୍ରିୟ ଜୀବ। ନୀଳାକାଶେ ସପ୍ତର୍ଷିର ମେଢ଼। ମନେହୁଏ କେଉଁ ନେଳିଆ ପାହାଡ଼ର ଉଠାଣିଆ ପଥେ ଯାଉଁ ଯାଉଁ ହଠାତ୍ ରତ୍ନସବାରି କି ଆଉ କେଉଁ ରାଜକୁମାରୀର ଥକିପଡ଼ି ଯାଇଛି ଅଟକି। ଆଉ ରାଜକୁମାରୀ ପଦାକୁ ବାହାରି ଆସି ଧରି ସେଇ ମଣି ଜଡ଼ଉର ସୁଆରୀର ବାଡ଼ ଯେମିତି ସ୍ଥିର ହୋଇ ଦେଖୁଅଛି ଚିତ୍ରିତ ପ୍ରକୃତି। ପ୍ରାକୃତିକ ବର୍ଣ୍ଣନା ବା ଜଡ଼ ପ୍ରକୃତିର ବିବରଣୀ ଦେଇ କବି କହୁଛନ୍ତି, ନୀଳବର୍ଣ୍ଣ ଆକାଶରେ ସପ୍ତର୍ଷିମଣ୍ଡଳ ଦୃଶ୍ୟ ହେଉଛି, ଦେଖାଯାଉଅଛି। ଉତ୍ତର ଦିଗର ଉଚ୍ଚକୁ ଏଇ ମଣ୍ଡଳ ଥିବାରୁ କବି ମେଢ଼ ବୋଲି କହିଛନ୍ତି। ଦେବାଦେବୀ ମେଢ଼ ଯେମିତି ଝଲମଲ ଆକର୍ଷିତ, ସେଭଳି ସପ୍ତର୍ଷିମଣ୍ଡଳ ଦିଶୁଅଛି। କଳ୍ପନାର ବିନିଯୋଗରେ କବି କହୁଛନ୍ତି, ଆକାଶ ନେଳି ବର୍ଣ୍ଣର ଏକ ଉଠାଣିଆ ପାହାଡ଼। କାରଣ ତାରାମଣ୍ଡଳ ଉପରକୁ ଅଛନ୍ତି ସେ ଲାଗି। ତାର ଝିଲିମିଲି ବର୍ଣ୍ଣ ଦୃଶ୍ୟ ସତେକି ରତ୍ନସବାରି ବା ପାଲିଙ୍କି। ଆକାଶରେ ତାରାମାନଙ୍କର ଫୁଟିବା ଜନିତ ଅବସ୍ଥିତିକୁ କବି ସବାରି ନାମ ଦେଇଅଛନ୍ତି। ତାହା ଦିଗ କନ୍ୟାମାନଙ୍କର। ସେହି ଦିଗଙ୍ଗନା ହିଁ କବିତାର ରାଜକୁମାରୀ, ଯିଏକି ତାରାର ଜ୍ୟୋତିର୍ମୟ ବେଶରେ ନିଜେ ଝଲମଲ ଆଡ଼ମ୍ବରପୂର୍ଣ୍ଣ ପୋଷାକ ପରିହିତ। ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ସିଏ ହିଁ ଅଟକି ରହିଯାଇଛି। କ୍ଳାନ୍ତ ହୋଇଥିବାରୁ ବିଶ୍ରାମ ନେଉଛି। ଅର୍ଥାତ୍ କବି ସର୍ଜନାର ରାଜକୁମାର। ଶ୍ରେଷ୍ଠ ବିଜ୍ଞ ଲୋକ ଆକାଶର ସପ୍ତର୍ଷିମଣ୍ଡଳକୁ ଦେଖୁଛନ୍ତି, ଦୃଷ୍ଟିପାତ କରୁଛନ୍ତି। କବି ଯିଏ ଶ୍ରେଷ୍ଠ, ସିଏ ହିଁ ଦେଖାଣିଆ ରାଜକୁମାର। ପଢ଼ିବା ଭିତରେ ତାକୁ ହିଁ ସଭିଏଁ ଦେଖନ୍ତି। ସେହି କବି ରାଜକୁମାର ଅବସର ବିନୋଦନ ଦାୟରେ ଘର ଛାଡ଼ି ପଦାକୁ ବାହାରି ବୁଲୁଛନ୍ତି। ଆଉ କବିତା ରଚନାର ମଣି ଜଡ଼ିତ ଖଚିତ କଲମ ସୁଆରୀର ଖମ୍ବକୁ ଧରି କେମିତି କବିତା ଲେଖିବେ, ଚିତ୍ରମୟ ଭାଷା ଦେବେ ଭାବୁଛନ୍ତି। କବି ମନର ପ୍ରକୃତି, ସ୍ୱଭାବ, ଆଚରଣ ଚିତ୍ରମୟ ନହେଲେ କବିତାରେ ଚିତ୍ରକଳ୍ପ ବା ଇମେଜ୍ ଆସିବ ନାହିଁ। କବି ଆକାଶ ବକ୍ଷକୁ ଏହି ସମୟରେ ଦେଖୁଛନ୍ତି। ଆକାଶରେ ନୀରବତାର ଅରୁନ୍ଧତୀ ତାରା ଦେଖାଯାଉଅଛି। ସନ୍ଧ୍ୟା ବଢ଼ି ବଢ଼ି ରାତିରେ ତାର ବେଶୀ ଡେରି ଗଭୀରତାରେ ପହଞ୍ଚୁଥିବାରୁ ଧୀରେ ଧୀରେ ଆସ୍ତେ ଆସ୍ତେ ବଜାରରେ ଗହଳ ଚହଳ କମି କମି ଆସୁଛି। ଲୋକେ ଘରବାହୁଡ଼ା ହୋଇ ଶୋଇବାର ଉପକ୍ରମ କରୁଛନ୍ତି। ସହର, ନଗର, ଟାଉନ୍ ସିଟିକୁ, ତାର ମୁଖ୍ୟ ସ୍ଥିତି ରାଜଧାନୀକୁ କବି ଚିତ୍ରନଗର ବୋଲି କହିଛନ୍ତି। କାରଣ ସହରରେ ପ୍ରଖର ହରରଙ୍ଗୀ ଭଳି ଭଳି
କିଆ ବିଜୁଳିବତୀ, ଯାହାକି ମନକୁ ଦ୍ରଷ୍ଟାର ଆଖିକୁ ଲୋଭାୟିତ ଆକର୍ଷିତ করে ସେ ଆଡ଼କୁ ମନ ଟାଣି ନେଇଥାଏ। ବିଭିନ୍ନ ସୁଖ ସୁବିଧା, ବିବିଧ ଆକାରର ସ୍ଥାନାବଳୀ, ଦୋକାନ ବଜାର, ସିନେମା ଥିଏଟର, ଗୃହ ଆମୋଦ ପ୍ରମୋଦାଗାର, ଖାନାପିନାର ଧୁମ୍ ଇତ୍ୟାଦିକୁ ଦେଖି କବି ଏଭଳି କହିଛନ୍ତି। ଏଠି ବେଶ୍ୟାପଡ଼ା ଅଛି, ପାର୍କରେ ବୁଲିବା ଅଛି, ହୋଟେଲରେ ଭଳି ଭଳି ଖାଦ୍ୟ ଖାଇବାର ରହିଛି, ଉପଭୋକ୍ତର ସବୁ ସରଞ୍ଜାମ ସହରରେ ମହଜୁଦ ଅଛି। ସେ ଲାଗି ଚିତ୍ରନଗର। ତଥାପି ରାତି ବଢ଼ିଲେ, ଗଭୀର ହେଲେ ଏସବୁ କିଛି ନୀରବ ବନ୍ଦ ହୋଇଯାଏ। ମଣିଷ ଶୋଇବାରୁ ସହର ବି ଶୋଇଯାଏ। ମଣିଷ ପାଇଁ ତ ସହର, ତାହାର ନିର୍ମାତା ବାସକାରୀ ଉଭୟ। ସେ ଲାଗି ଚିତ୍ରନଗର। ନଗର ସଭ୍ୟତାର ଚିହ୍ନ, ସିଭିଲାଇଜ୍ଡର ମନନ। ପାଦଚଲା ରାସ୍ତାରେ ଘର ଘାଟ ନଥିବା ବା ସହର ଲୋକମାନେ ପୃଥିବୀକୁ ବିଛଣା, ଆକାଶକୁ ଚାଦର ମନେକରି ଶୋଇଯାନ୍ତି। କାରଣ ଦିନ ବେଳରେ ସେମାନେ ନିଜ ନିଜର ପେଟପାଟଣା ନେଇ ଦାନାପାଣି ଯୋଗାଇବାରେ ବ୍ୟସ୍ତ ଥିବାରୁ ରାତି ଘଡ଼ିକରେ ରାସ୍ତା ଉପରେ ବିଶ୍ରାମ ନେବେ, ଶୋଇବେ। ଏଇ ଶୋଇବାରୁ ଏମାନେ କେଉଁ ପ୍ରକାରର ମଣିଷ ସମ୍ପ୍ରଦାୟ ଲୋକ ଏହା ସହଜରେ ଜଣାପଡ଼ି ଯାଆନ୍ତି କି ଏମାନେ ଗରିବ, ଦରିଦ୍ର, ଅଭାବୀ, ଭୂମିହୀନ, ଘର ନଥିବା ବ୍ୟକ୍ତି, ନିର୍ଧନ ଜନତା। ନହେଲେ ରାସ୍ତାକୁ ଘର କରି ଶୋଇବାର ମାଧ୍ୟମ କରିନଥାନ୍ତେ। ସହରର ଛକ ବା ଚୌରାସ୍ତା ଚାରିଦିଗକୁ ଯାଇଥିବା ରାସ୍ତାର ଜାଗାରେ, ଦେବଦାରୁ ଗଛମାନଙ୍କର ଅବସ୍ଥିତି ସ୍ଥାନରେ, ଅର୍ଥନୈତିକ ଟଙ୍କା ପଇସାର ନେଣ ଦେଣ ଟ୍ରାଞ୍ଜାକ୍ସନର କ୍ଷେତ୍ର, ବ୍ୟାଙ୍କ ଅଫିସଟି, କାର୍ଯ୍ୟାଳୟଟି ବି ବନ୍ଦ ଅଛି, କବିଙ୍କ ଭାଷାରେ ଶୋଇଯାଇଛି। ସେଥିପାଇଁ ସେହି ଅଫିସର ହିସାବ ନିକାସର କାମମାନ ମଧ୍ୟ ବନ୍ଦ ହୋଇଯାଇ ସତେକି କବିର କଳ୍ପନା ଦୃଷ୍ଟିରେ ନିଦ୍ରାରେ ବିଭୋର ବ୍ୟସ୍ତ ଅଛି। ଅର୍ଥାତ୍ ବ୍ୟାଙ୍କର ସେହି ହିସାବ କିତାବ କରୁଥିବା କର୍ମଚାରୀମାନେ ବି ଆଉ ଦିନ ଭଳି କାର୍ଯ୍ୟବ୍ୟସ୍ତତାରେ ସେଠାରେ ନାହାନ୍ତି। ଗଭୀର ନିଦରେ ବଗିଚାର ପ୍ରମୋଦ ଉଦ୍ୟାନ ପାର୍କରେ ପଡ଼ିଥିବା ବେଞ୍ଚ ଚୌକିରେ କେହି ଜଣେ ବ୍ୟକ୍ତି ଶୋଇପଡ଼ିଛି। ତାର ମୁହଁରେ ଜହ୍ନ ଆଲୁଅର କିରଣ ପଡ଼ିଛି। ଆଉ ପକେଟମାରୁ ଲୁଟେରାଟିଏ ତାକୁ ଲୁଟିବାର ଉପକ୍ରମ ଯୋଜନା ମନ ଭିତରେ କରିବି ନାହିଁର ଦ୍ୱନ୍ଦ୍ୱଶୀଳତାର ଦୁଇ ରକମର ଭାବନା ଚିନ୍ତାଗ୍ରସ୍ତ ମନ ନେଇ ଠିଆ ହୋଇକି ଦେଖୁଛି। କାଳେ ସୁପ୍ତ ଲୋକଟି ଉଠିପଡ଼ିବ, ତାକୁ ଧରିନେବ, ପର୍ଦ୍ଦାଫାସ ହୋଇଯିବ, ଯୋଜନା ପଣ୍ଡ ବା ବେକାର ହେବ ଏଇ ଚିନ୍ତାରେ। ସେଥିପାଇଁ କବି ଅଧେ ଛାଇ ଅଧେ ଆଲୁଅର ବାକ୍ୟାଂଶର ବ୍ୟବହାର କରିଛନ୍ତି, ଯାହାକି ସଂଶୟଯୁକ୍ତ ମନୋଭାବର ପରିଚିତି। ନିଦ୍ରାରେ ବିଭୋର। ଅଳ୍ପ ଦୂରରେ ପାର୍କର ବେଞ୍ଚରେ ଜ୍ୟୋତ୍ସ୍ନା ଧୂଆ ମୁହେଁ ହୁଏତ କେଉଁ ପକେଟମାରୁ ଅଧେ ଛାଇ ଅଧେକ ଆଲୁଅ। ଏ ଜ୍ୟୋତ୍ସ୍ନାର ହିରଣ୍ୟ ଆଲୁଏ ସ୍ନାନ କରି ମନେହୁଏ ମୁଁ ଯେପରି ଏକ ଶୁଭ୍ର ଗଙ୍ଗୋତ୍ରୀ। ତାପରେ କିଛିକ୍ଷଣ ପରେ ଏକ ଦେହହୀନ ଝିଲିମିଲି ବିଚ୍ଛିନ୍ନ ଚୈତନ୍ୟ ଆଉ ମୋର ଏକକ ଅନନ୍ୟ ସତ୍ତା ମିଶି ଯାଇଛି ଯେପରି। ଜମି ଆଉ ଦିଗର ସରହଦେ ଏକ ଭୌମ ଚେତନାର ହାଦେ। ସତ୍ ଚିତ୍ ଆନନ୍ଦେ ଭ୍ରମଣରତ କବି ସହର ଭିତରେ ସନ୍ଧ୍ୟା ଦୃଶ୍ୟର ଉପଭୋଗ ସାରି ଦେଇ ମୁକ୍ତ ପ୍ରାନ୍ତର ଖୋଲା ପଡ଼ିଆକୁ ଚାଲିଯାଇ ସେଠାରେ ଆକାଶ ପୃଥିବୀର ମିଳନସ୍ଥଳ ଦିଗ୍ବଳୟ ବା ଚକ୍ରବାଳ ହରାଇଜନକୁ, ଜହ୍ନ ରାତିର ସାୟଂକାଳୀନ ଦୃଶ୍ୟକୁ ଦେଖୁଥିବା ବେଳେ ହଠାତ୍ ଆଧ୍ୟାତ୍ମବାଦୀ ହୋଇ ଉଠିଛନ୍ତି। ଭଗବାନଙ୍କୁ ମନେ ପକାଇ, ତାଙ୍କର ଅଦେହ ବିଦେହ ନିରାକାର ଦେହ ବା ଉପସ୍ଥିତିକୁ ମନେ ପକାଇ ବିଭୂବାଦୀ ହୋଇଯାଇ ଭଗବାନଙ୍କ ଅମୀୟ ସ୍ୱର୍ଗୀୟ ସତ୍ତା ସତ୍ ଚିତ୍ ଆନନ୍ଦର ସଚ୍ଚିଦାନନ୍ଦ ରୂପକୁ ଭାବିଛନ୍ତି। ଭଗବାନ ସତ୍ୟ, ସେ ଚେତନାମୟ ଓ ଆନନ୍ଦର ଉତ୍ସ ଅଟନ୍ତି। ତେଣୁ କବି ବିଭୁ ପ୍ରାଣୀ ପାଲଟିଛନ୍ତି। ତାଙ୍କର ଆତ୍ମିକ ସତ୍ତା ପରମାତ୍ମିକ ସତ୍ତାରେ ବିଲୀନ ହୋଇଯାଇଛି। ଚେତନାରେ ବିଭୁ ଅନୁକମ୍ପାର ଝଲମଲ ଆଲୋକ କିରଣ ବିକିରିତ ହେଉଅଛି। ଆତ୍ମା ପରମାତ୍ମାର ମିଳନ ସତ୍ତା ଅବସ୍ଥିତିକୁ କବି ଗଙ୍ଗୋତ୍ରୀ ବୋଲି ନାମ ଦେଇଛନ୍ତି। ହରିଣର ଚମଡ଼ା ରଙ୍ଗ ଭଳି ଧୂସୁରିଆ ଧୂଳିକଣାଯୁକ୍ତ ମାଟିଆ ଜହ୍ନ ଆଲୁଅକୁ ଉଦିତ ହେଉଥିବାର ଦେଖି କବି ମନ ସୁନା ଭଳି ଜ୍ୟୋତିର୍ମୟ ଚମକୁଅଛି, ଝଟକୁଅଛି। ସେହି ଜହ୍ନ ଆଲୁଅ ମଧ୍ୟରେ ଥିବାକୁ କବି ସ୍ନାନ ନାମ ଦେଇଛନ୍ତି। ମନ ତାଙ୍କର ପବିତ୍ର, ଶୁଭ୍ର, ସଫା ବା ନିର୍ମଳ ଅଛି। ସେଥିରେ କିଛି ବିକାର ବିକୃତି ନାହିଁ। ଏକାଗ୍ର ଚିତ୍ତରେ ଈଶ୍ୱରୀୟ ଅନୁଭବରେ କବି ମନପ୍ରାଣ ତୁରୀୟ ବା ସ୍ୱର୍ଗୀୟ ଆନନ୍ଦ ପ୍ରାପ୍ତିରେ ପୁଲକିତ। ପେଟପାଟଣା, ଦାନାପାଣି, ତେଲ ଲୁଣର ସଂସାରୀ ଜଞ୍ଜାଳଯୁକ୍ତ ଭାବନାଠାରୁ ଏଇ ଭାବନା ସମ୍ପୂର୍ଣ୍ଣ ଅଲଗା, ବିଚ୍ଛିନ୍ନ। ଜମି, ଆକାଶ ଓ ତାର ଦିଗାବଳୀ ଯେମିତି ମିଶ୍ରିତ, ଦିଗ୍ବଳୟରେ କବି ମନ ସେମିତି ମିଶ୍ରିତ ଈଶ୍ୱରୀୟ ଭାବନାରେ, ଯାହାକି ଏକ
ଆଦି ଭୌତିକ ତୃପ୍ତି ବା ମେଟାଫିଜିକାଲ ପ୍ଲେଜର ମିଳୁଛି କବିଙ୍କ ମନକୁ। ଘରେ ସନ୍ଧ୍ୟା ସମୟରେ ଯେମିତି ଈଶ୍ୱର ଆରାଧନା କରାଯାଇଥାଏ, ଦେବ ମନ୍ଦିରରେ ସେମିତି ହୋଇଥାଏ। କବି ସେମିତି ଭ୍ରମଣ କାଳରେ ମନ ମନ୍ଦିରରେ କରିଛନ୍ତି ମନେ ପକାଇବା ରୀତିରେ। କବିଙ୍କର ସନ୍ଧ୍ୟା ବର୍ଣ୍ଣନା ଦୁଇ ରକମର ଏକାଧାରରେ ହୋଇଅଛି, ପଲ୍ଲୀ ପ୍ରୀତିକୁ ନେଇ ଏବଂ ସହରୀୟ ଆକର୍ଷଣତାକୁ ଆଧାର ହୋଇଅଛି। ପଲ୍ଲୀ ପାଇଁ ସରଳ ଭାବରେ, ସହରୀ ପାଠକର ବୌଦ୍ଧିକ ବୋଧବୃତ୍ତିକୁ ଚାହିଁ ଜଟିଳ ଧାରାରେ ଅଛି, ତଥାପି ବୋଧଗମ୍ୟ ହୋଇଛି। ଅତ୍ୟନ୍ତ କଷ୍ଟକର କଦାପି ନୁହେଁ ବା ହୋଇନାହିଁ। କବିତାଟି ସୁଦୀର୍ଘ ନୁହେଁ, ବୁଝିଗଲେ ପଢ଼ିବାକୁ ଆନନ୍ଦ ଲାଗେ, ଦୁର୍ବୋଧ୍ୟତାରେ ବୋଧ୍ୟ ତୃପ୍ତି ଦେଇଥାଏ।